ଦେଖ ଋଷି ଆସିଛନ୍ତି ସେ ରାବଣ ପିଠିରେ ପାଦକୁ ଦେଇ ଋଷିଙ୍କ ପାଦ ପାଖରେ ବସିଗଲା। ଦେବର୍ଷି ପ୍ରଣାମ ଗ୍ରହଣ କରନ୍ତୁ। ଦେବର୍ଷି ପ୍ରଣାମ ଗ୍ରହଣ କରନ୍ତୁ। ତୋଠୁ ଆସନ୍ତୁ କାହିଁକି ଆମ ରାଜବାଟରେ କିଛି ହଁ ଭାଇ ଇଏ ଖରା ଯେମିତି ହଉଛି ଆପଣ କେତେ ରାଇଜେ ବୁଲିବେ? ସ୍ୱର୍ଗ ମର୍ତ୍ତ୍ୟ ପାତାଳ ବୁଲିବା ଆମର ସଂସ୍ପୋକ ହେଇଯିବ। ଆପଣ ଆମ ରାଜବାଟରେ କିଛି ଦିନ ରୁହନ୍ତୁ, ବର୍ଷା ବର୍ଷି ଟିକେ ହଉ, ଥଣ୍ଡା ଟିକେ ପଡୁ, ତାପରେ ଯିବେ। ତୋ ଘରେ ମୁଁ ଜଳସ୍ପର୍ଶ କରିବିନି, ତୋ ଘରେ ମୁଁ ଦଣ୍ଡେ ରହିବାକୁ ଚାହେଁ ନା। ଦେବର୍ଷି ମହାପାପୀ ଆପଣ ଏଭଳିଆ କଥା କାହିଁ କହୁଛନ୍ତି? ହଁ। ଆପଣ ତ ବେଳେ ବେଳେ ଆସନ୍ତି ଆମ ରାଜବାଟରେ ରୁହନ୍ତି। ହଁ। ଆଜି କହୁଛନ୍ତି ମୋ ଘରେ ଜଳସ୍ପର୍ଶ କରିବେନି। ତୁ ମହାପାପୀ। ପାପ? ହଁ ମୁଁ ପାପ କରିଛି? ଦେବର୍ଷି ମୁଁ କି ପାପ ତୋ କରିଛି? ଜଗତରେ ବନ୍ଧା ହେଇଛି କିଏ? ସେ ଲଙ୍କପତି ରାବଣ। ଏତେ? ସେ ମୋ ତର୍ପଣକୁ ଅପବିତ୍ର କରିଛି। ତା ଉପରେ ପାଦ ରଖି ମୁଁ ଯିବା ଆସିବା କରିବି। ଏଇ ହଉଛି ପାପ। ଆଗରେ ମୋର କଣ ପାପ ରହିଲା? ଜାଣୁ ସେ କିଏ? ସେ ତ ଲଙ୍କପତି ରାବଣ। ସେ କାହାର ପୁଅ? ସେ ବିଶ୍ରବା ଋଷିଙ୍କର ପୁଅ। ସେ ପୌଲସ୍ତ୍ରୀଙ୍କର ନାତି। ଦେବର୍ଷି ସେ ବ୍ରହ୍ମାଙ୍କ ଚତୁର୍ଥ ପୁରୁଷ। ତାର ଦାନ୍ତ 32 ତାର ବିଦ୍ୟା 32। ତୁ ଏଭଳି ପୂଜ୍ୟସ୍ପଦ ବ୍ୟକ୍ତିକୁ ବାନ୍ଧିଛୁ, ପୂଜ୍ୟ ପୂଜାର ବ୍ୟତିକ୍ରମ କରିଛୁ, ତୁ ବ୍ରାହ୍ମଣକୁ ଅସମ୍ମାନ କରିଛୁ। ତୋ ଘରେ ମୁଁ ଜଳସ୍ପର୍ଶ କରିବିନି। ପଣ୍ଡିତେ ରାବଣ କଥା ବାଳି ମର୍କଟ ଶୁଣି ପକେଇଲା, ଋଷିଙ୍କ ପାଦରେ ପଡ଼ିଗଲା। କହିଲା ହେ ଦେବର୍ଷି ନାରଦ, ମୁଁ ଗୋଟେ ଅଜ୍ଞାତ ବଶତ ଅହଙ୍କାର ବଶତ ଗୋଟେ ଭୁଲ କାମ କରିଛି, ଉଦ୍ଧାର ପାଇବି କେବେ? ବ୍ରାହ୍ମଣକୁ ଆଣି ମୋ ଜଗ ତଳେ ବାନ୍ଧିଛି, ତାପରେ ପାଦ ରଖି ଯିବା ଆସିବା କରିଛି। ଦେବର୍ଷି ମୋର ବଡ ଭୁଲ ହେଇଗଲା। ଦେବର୍ଷି ସେବାକାର ମନ ଭକ୍ତି ଆପଣ ଗୋଟିଏ କଥା ବିଚାର କରିବେ, ଚାରି ଜାତି ଆମେ ଦେଖୁଛେ, ଚାରି ବର୍ଣ୍ଣ, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର। କିନ୍ତୁ ମୁଁ ବ୍ରାହ୍ମଣ ବୋଲି କହୁନି, ବ୍ରାହ୍ମଣ ସେଇ ବ୍ୟକ୍ତି, ବ୍ରାହ୍ମଣ ସେଇ